हेलो हाय ସମସ୍ତଙ୍କୁ ୱେଲକମ୍ ମୋ ବ୍ଲଗରେ ମୁଁ ଆଜି ଦିୱାଲି ତରଫରୁ ସମସ୍ତଙ୍କୁ ହାପି ଦିୱାଲି ଜଣାଉଛି ଦେନ୍ ବ୍ଲଗରେ ଆଜି ମୁଁ ଏଇଆ କହିବାକୁ ଚାହୁଁଛି ଦିୱାଲି କେମିତି ଏନ୍ଜୟ କଲି କ'ଣ କଲି ସେ ବିଷୟରେ ଆପଣ ସମସ୍ତଙ୍କୁ ମୁଁ ଜଣେଇବି ଯେତିକି କ୍ୟାପଚର୍ କରିଛି ଚାଲନ୍ତୁ ଦେଖିବା। ଫାର୍ଷ୍ଟ ଅଫ୍ ଅଲ୍ ତ ଆମ ପୂଜା ଘର ମୁଁ ନିଜେ ଡେକୋରେଟ୍ କରିଛି ଆଉ ଏଠି ଝୋଟି ବି ପକେଇ ଦେଇଛି ସକାଳୁ ଉଠିକି ତାପରେ ପଳେଇଲି ମନ୍ଦିର ଗଲା ପରେ ସେଠି ପୂଜା ସାରିଲି ମାଙ୍କ ପାଖରେ ଦୀପ ଲଗେଇ ତାପରେ ଆସିଲି ଜୁଏଲାରୀ ସପ୍ ଟିକେ ଜୁଏଲାରୀ ଆଣିଲି ପୂଜା ପାଇଁ ତାପରେ ପଳେଇ ଆସିଲି ଆମ ଠାକୁରାଣୀଙ୍କ ପାଖକୁ ତାଙ୍କର ଟିକେ ଦର୍ଶନ କରିବା ପାଇଁ ସେଠି ମାଙ୍କ ଦର୍ଶନ କଲି କିଛି ସମୟ ବସି ସାରିଲା ପରେ ମୁଁ ବାହାରି କରିକି ବନ୍ଦ କରିଦେଲି ଲକ୍ ମୁଁ ବନ୍ଦ କରିଦେଲି ଘରକୁ ପଳେଇ ଆସିଲି ଘରକୁ ଆସିକି ଦେଖିଲା ବେଳକୁ ଭାଇନା ପଳେଇ ଆସିଛନ୍ତି ପୂଜାରେ ମା ପୂଜାରେ ବସୁଛନ୍ତି ପୂଜାରେ ସମସ୍ତେ ଘର ପୂଜା କରନ୍ତୁ ସାରିଲା ପରେ ତାପରେ ଆସିଲେ ଗାଡ଼ି ପୂଜା କରିବା ପାଇଁ ମୋ ଗାଡ଼ି ବି ପୂଜା ହେଇଗଲା ପୂଜା ପରେ ମୁଁ ଗାଡ଼ି ଲେମ୍ବୁ ଛାଡ଼ିଲି ତାପରେ ତାପରେ ମୁଁ ଟିକେ ଡରି ଯାଇଥିଲି କି ହବ କି ନାହିଁ କିନ୍ତୁ ହେଇଗଲା ସବୁ କିଛି ଭଲରେ ଭଲରେ ତାପରେ ଭାଇନାଙ୍କୁ ଆମେ ଜୁସ୍ ଦେଲୁ ଜୁସ୍ ପିଇଲା ପରେ ମୁଁ ଟିକେ ପୂଜାର ଭିଡ଼ିଓ ସୁଟ୍ କରିପାରିନଥିଲି ଯେହେତୁ ପୂଜାରେ ଥିଲି ସେଇଟା ମୁଁ ଟିକେ ଟିକେ ବନେଇ ଦେଇଛି ଯେତିକି କ୍ୟାପଚର୍ କରିଛି ମୁଁ ଆପଣଙ୍କୁ ସବୁ ସେଇଗୁଡ଼ାକ ଦେଖାଉଛି ଯଦି କିଛି ଭୁଲ ଥିବ ଠିକ୍ ଥିବ ଆପଣ କହିବେ ତାପରେ ଆମେ ଦି ଭଉଣୀ ଏଠି ପଳେଇ ଆସିଲୁ ଦି ଜଣଙ୍କୁ ସୁନା ଯାହା ବି ପୂଜା ହେଇଥିଲା ସବୁ ପିନ୍ଧେଇବା ପାଇଁ ଆମେ ଟିକେ ପିନ୍ଧା ପିନ୍ଧି ହେଇଗଲୁ ତାପରେ ସ୍ମାଇଲ୍ ଦେଇଥିଲୁ ସେ ମୋତେ ରିଙ୍ଗ ପିନ୍ଧେଇଲା ମୁଁ ତାକୁ ତାର ରିଙ୍ଗ ପିନ୍ଧେଇଲି ଦିୱାଲି ରାତିର ନାଇଟ୍ ସେଲିବ୍ରେସନ୍ ପାଇଁ ଦୀପ ଲଗେଇଦେଲୁ ତାପରେ ବନେଇ ଦେଇକି ବାଣ ଟିକେ ଫୁଟେଇଦେଲୁ ଫୁଟେଇବା ପରେ ଏତିକି ହିଁ ଥିଲା ମୋର ବ୍ଲଗରେ ସମସ୍ତଙ୍କୁ ଥ୍ୟାଙ୍କ ୟୁ ହାପି ଦିୱାଲି ସମସ୍ତଙ୍କୁ ମୋ ତରଫରୁ Please ଥ୍ୟାଙ୍କ like, ୟୁ ଲାଇକ୍ comment, share, subscribe.